हेलो फ्रेंड्स, आज हम पढ़िबा इकोनॉमीର कॉन्सेप्ट ସବୁ ଯୋଉମାନେ ୟୁପିଏସସି ୟୁପିଏସସି କିମ୍ବା ଏସଏସସି ପାଇଁ ପ୍ରିପେୟାର ହେଉଛନ୍ତି ସେମାନଙ୍କ ପାଇଁ ଇକୋନୋମିର କନସେପ୍ଟ ସବୁ ଆମେ ଷ୍ଟାର୍ଟ କରିବା ଆଜି ଇକୋନୋମି ଚାପ୍ଟର। ଓକେ, ଆମର ଅଲରେଡି ପଲିଟି ଜିଓଗ୍ରାଫି ହିଷ୍ଟ୍ରି ଚାପ୍ଟର ଯୋଉମାନେ ଦେଖିନାହାନ୍ତି ସେମାନେ ଚ୍ୟାନେଲ ପେଜକୁ ଯାଇ ଦେଖିପାରିବେ। ଓକେ, ଚାଲ ଆମେ ଷ୍ଟାର୍ଟ କରିବା ଇକୋନୋମିର ଫାର୍ଷ୍ଟ ଟପିକ। ଓକେ, ତ ଫାର୍ଷ୍ଟ ଆମେ ପଢିବା କଣ ଏଥିରେ ନା ନ୍ୟାସନାଲ ଇନକମ କଣ, ଦେନ୍ ମନି ବ୍ୟାଙ୍କିଙ୍ଗ ରିଲେଟେଡ୍ କିଛି ଟର୍ମ ସବୁ ଆମେ ପଢିବା, ଦେନ୍ ଇନଫ୍ଲେସନ ବିଷୟରେ ପଢିବା, ଆଉ ଇକୋନୋମିକ କନସେପ୍ଟ ସବୁ ପଢିବା ଯୋଉଗୁରା ଜିଡିପି ଆମର ଜିଏନପି, ଆମର ନ୍ୟାସନାଲ ଇନକମ ଏସବୁ ବିଷୟରେ ସବୁ ପଢିବା। ଦେନ୍ କଣ ପଲିସି ସବୁ କରାଯାଏ ଆମ ଇକୋନୋମିକ ଷ୍ଟାବିଲିଟି କରିବା ପାଇଁ। Okay? ଏସବୁ ବିଷୟରେ ଆମେ ଆଜି ପଢିବା ହେଲା। ତ ଫାର୍ଷ୍ଟ ଚାପ୍ଟର ନ୍ୟାସନାଲ ଇନକମ ଆକାଉଣ୍ଟିଂ ଓଭରଭ୍ୟୁ ହେଲା। ନ୍ୟାସନାଲ ଇନକମ ର କନସେପ୍ଟ ସବୁ ଆମେ ପଢିବା। ଫାର୍ଷ୍ଟ ହଉଛି फाइनाल गुड्स एंड सर्विसेज। फाइनाल गुड्स एंड सर्विसेज का कुआଯାଏ ये सब फंडामेंटल कॉन्सेप्ट सब इकोनॉमी रो फंडामेंटल माने इकोनॉमी पढ़िबा आगରୁ ये सब जिंस तुम जानिबा दरकार। फाइनाल गुड्स एंड सर्विसेज, फाइनाल गुड्स और सर्विसेज जो जिंस माने ऑलरेडी पूरा यूज होवा ପାଇଁ रेडी ताको कुआଯାଏ फाइनाल गुड्स एंड सर्विसेज। फाइनाल गुड्स एंड सर्विसेज प्रोडक्ट सोल्ड डायरेक्टली टू कंज्यूमर विदाउट फर्दर प्रोसेसिंग, तापर आ किछि प्रोसेसिंग होबार नाही। तमे एबे जो कोलगेट यूज करছো किंवा जो ब्रश यूज करছো ସେ ସବୁ ଗୋଟେ ଫାଇନାଲ ପ୍ରଡକ୍ଟ ରାଇଟ୍। କିନ୍ତୁ ତା ପାଇଁ ଯୋଉଟା ଆ, ତିଆରି ହବା ପାଇଁ ଯୋଉ ମେସିନାରୀ ବଗେରା ଲାଗୁଛି ସେ ସବୁ କୁହାଯାଏ କ୍ୟାପିଟାଲ ଗୁଡ୍ସ ହେଲା। କ୍ୟାପିଟାଲ ଗୁଡ୍ସ ଆର୍ ଆସେଟ୍ସ ଲାଇକ୍ ମେସିନାରୀ ଟୁଲ୍ସ ୟୁଟିଲାଇଜ ଟୁ ପ୍ରଡ୍ୟୁସ ଅଦର ଗୁଡ୍ସ। ମାନେ ସେ ମସିନାରୀ ସବୁ ଯୋଉ ୟୁଜ ହୁଏ ଆଉ ଜିନିଷ ବନେଇବା ପାଇଁ ସେ ସବୁ କୁହାଯାଏ କ୍ୟାପିଟାଲ ଗୁଡ୍ସ। ଆଉ କଞ୍ଜ୍ୟୁମର ଗୁଡ୍ସ କୁହ, କଞ୍ଜ୍ୟୁମର ଗୁଡ୍ସ ଆର୍ ଦୋଜ ଇଣ୍ଟେଣ୍ଡେଡ ଟୁ ଡାଇରେକ୍ଟ କଞ୍ଜୁମସନ ବାଇ ଏଣ୍ଡ କଞ୍ଜ୍ୟୁମର। ତମମାନେ ଯାହା ସବୁ ୟୁଜ କରୁଛ ୟୁଟିଲାଇଜ କରୁଛ ଦୈନନ୍ଦିନ ଜୀବନରେ ସେ ସବୁ ହେଲା ତମର କଞ୍ଜ୍ୟୁମର ଗୁଡ୍ସ। ଡ୍ୟୁରେବୁଲ ଆଣ୍ଡ ନନ୍ ଡ୍ୟୁରେବୁଲ ଗୁଡ୍ସ। ଡ୍ୟୁରେବୁଲ ଯୋଉ ଜିନିଷ ବହୁତ ଦିନ ରହିବ, ନନ୍ ଡ୍ୟୁରେବୁଲ ଯୋଉ ଜିନିଷ ଗୋଟାଏ ଦିନରେ ସରିଯିବ। ଧରାଯାଉ ତମମାନେ ଗୋଟେ ଆଇସ୍କ୍ରିମ ଖାଉଛ, ସେ ନନ୍ ଡ୍ୟୁରେବୁଲ ଗୁଡ୍। ଫୁଡ ଜିନିଷ ସବୁ ସେଟା ସବୁ ନନ୍ ଡ୍ୟୁରେବୁଲ। ଡ୍ୟୁରେବୁଲ କଣ, ଯୋଉ ବାଇକ୍ ଟା ଚଲାଉଛ, ଯୋଉ କାର ଚଲାଉଛ, କି ଯୋଉ ଫ୍ରିଜ ଟିଭି ଇଏ ସବୁ ହଉଛନ୍ତି ଡ୍ୟୁରେବୁଲ ଗୁଡ୍ସ ହେଲା। ତାପରେ ଆଉ ଗୋଟେ କନସେପ୍ଟ ଫ୍ଲୋ ଭର୍ସେସ ଷ୍ଟକ୍। ଫ୍ଲୋ ମାନେ ଆସିବା ଏମିତି ସବୁବେଳେ ପରିଚାଳିତ ହବା। କଣ ପରିଚାଳିତ ହୁଏ, ଯୋଉ ପଇସା ମନି, ଯୋଉଟା ମନି ସବୁବେଳେ ଇନକମ ଯୋଉଟା ଆମର ସବୁବେଳେ ଫ୍ଲୋ ହୋଇଥାଏ। ଷ୍ଟକ୍ କାହାକୁ କୁହାଯାଏ, ଯୋଉଟା ମେଜର କରାଯାଏ। ଷ୍ଟକ୍ ମେଜର ଆଟ୍ ଏ ସ୍ପେସିଫିକ ପଏଣ୍ଟ ଇନ୍ ଟାଇମ। ଯେମିତି କୁହାଯାଏ କି କେତେ ଷ୍ଟକ୍ ଅଛି ଆମ ପାଖରେ ରାଇଟ୍। Understanding this relation is crucial as changes in flow affect stock levels such as income leading to alternation in saving. Means ତମର ଯଦି ଇନକମ୍ ନ ବଢିବ ତାହେଲେ ସେଭିଂ କଣ ହବ, ସେମିତି ସେ ଅନୁସାରେ ବଢିବନି। ତମର ଖର୍ଚ୍ଚ ଯଦି ଏପଟେ ବଢି ଚାଲିଲା ଇନକମ୍ ସେମ୍ ରହିଲା ତାହେଲେ ସେଭିଙ୍ଗସ୍ କମ ହବ, ତେଣୁ ତମ ପାଖରେ ଷ୍ଟକ୍ କମ ରହିଲା ନାଇଁ। ତାପରେ ସର୍କୁଲାର ଫ୍ଲୋ ଅଫ୍ ଇନକମ୍। ପଇସାଟା ଆମର କେମିତି ଗୋଟେ ସର୍କଲରେ ଚାଲିଛି ଆମେ ତିନିଟା ଷ୍ଟେପରେ ବୁଝିବା। ଫାର୍ଷ୍ଟ ହେଲା ଏକ୍ସପେଣ୍ଡିଚର ବାଇ ହାଉସ ହୋଲ୍ଡ। ହାଉସ ହୋଲ୍ଡ ମାନେ ଘରର ଯାବତୀୟ ଖାଇବା ପିଇବା ଯାହା ସବୁ ଯାବତୀୟ ଖର୍ଚ୍ଚ କରିବା ପାଇଁ ତମେ ମାନେ ଯାହା ସବୁ ଇଏ କରୁଛ। ହାଉସ ହୋଲ୍ଡ ପରଚେସ୍ ଗୁଡ୍ସ ସର୍ଭିସେସ୍ ଫ୍ରମ୍ ଫାର୍ମସ୍ ଜେନେରେଟ୍ ଫ୍ଲୋ ଅଫ୍ ଇନକମ୍ ଦ୍ୟାଟ୍ ରିଫ୍ଲେକ୍ଟସ୍ କନଜମ୍ପସନ୍ ପୋର୍ସନ ଅଫ୍ ଜିଡିପି। ଆମ ଜିଡିପିର ସେ ଗୋଟେ ପୋର୍ସନ, ଜିଡିପି ଆମେ ଆଗକୁ ପଢିବା। This outflow from household initiate economic activity impacting overall demand in the economy. ଯେତେବେଳେ ଲୋକମାନେ ଅଧିକ ଖାଇବା ପିଇବା ସ୍ପେଣ୍ଡ ସବୁ ଖର୍ଚ୍ଚ କରିବେ, ହାଉସ ହୋଲ୍ଡ ଖର୍ଚ୍ଚ କରିବେ, ସେତେବେଳେ କଣ ହବ, ଇକୋନୋମିରେ ଅଧିକ ଇକୋନୋମିକ ଟ୍ରାଞ୍ଜାକ୍ସନ ବଢିବ, ଅଧିକ ଇକୋନୋମିକାଲ ଆକ୍ଟିଭିଟିଜ ବଢିବ। ସେମିତି ପେମେଣ୍ଟ ଟୁ ହାଉସ ହୋଲ୍ଡ କଣ ନା ଫାର୍ମ କମ୍ପନସେଟ୍ ହାଉସ ହୋଲ୍ଡ ଫର ଲେବର ଆଣ୍ଡ ଅଦର ପ୍ରଡକ୍ସନ ଇନପୁଟ୍ସ କ୍ରିଏଟିଂ ଏ ସାଇକେଲ ହ୍ୱେର୍ ପେମେଣ୍ଟସ୍ ଇକ୍ୱାଲ ଟୁ ହାଉସ ହୋଲ୍ଡ ଇନକମ୍। ଧରା ଯୋଉ ଏମିତି ବୁଝିବା, ଗୋଟେ ଫାର୍ମ ଏବେ ଜେନେରେଟ କରୁଛି କଣ, ତେଲ, ଫୁଡ ପ୍ରଡକ୍ଟ, ତେଲ ସାବୁନ ଏ ସବୁ ଗୋଟେ ଫାର୍ମରୁ ଜେନେରେଟ ହଉଛି। ସେଠି ବି ଲେବର କାମ କରୁଛନ୍ତି, ସେ ଲେବରକୁ ପେମେଣ୍ଟ ମିଳୁଛି। ତାଙ୍କୁ ଯୋଉ ପେମେଣ୍ଟଟା ମିଳୁଛି ସେ ପେମେଣ୍ଟଟା ନେଇ ସେମାନେ କଣ ପାଇଁ ଖର୍ଚ୍ଚ କରୁଛନ୍ତି, ସେମାନଙ୍କ ଡ୍ରେସ୍ ପାଇଁ, ସେମାନଙ୍କ ଖାଇବା ପାଇଁ ନା ନାଇଁ। ତ ଇଏ ସବୁ ହେଲେ ପେମେଣ୍ଟ ଟୁ ହାଉସ ହୋଲ୍ଡ। ଯୋଉ ମାନେ କାମ କରୁଛନ୍ତି ସେମାନେ ପେମେଣ୍ଟ ଆଣୁଛନ୍ତି, ପୁଣି ତାକୁ ସେମାନେ ଖର୍ଚ୍ଚ କରୁଛନ୍ତି। ଆ ଫଳରେ ମନିଟା ମନିଟା ଆମର ସର୍କୁଲେଟ ହଉଛି। interdependence of economic agents। ଆଉ କଣ ଅଛି ନା the circular flow of income emphasizes the interconnectedness of household and farms। ଏଠି ବୁଝେଇଲି ହାଉସ ହୋଲ୍ଡ ଘର ଲୋକମାନେ ସବୁ ଖର୍ଚ୍ଚ କଲେ, ଫାର୍ମ ମାନେ କେମିତି ତାଙ୍କ ପଇସା ପାଇଲେ। where the expenditure of one agent become the income of another। ଜଣଙ୍କର ଖର୍ଚ୍ଚ ଆଉ ଜଣଙ୍କର ଇନକମ୍ ନା ନାଇଁ। this relationship illustrates the foundation of economic activity and highlight the importance of balancing these flows। ଇଏ ଆମର ଫ୍ଲୋଟାକୁ ବାଲାନ୍ସ କରେ। ଯଦି ଧରାଯାଉ ହାଉସ ହୋଲ୍ଡ କହିବେ ଆମେ କିଛି କିଣିବୁନୁ, ସେମାନେ ବହୁତ କଞ୍ଜଷ୍ଟେଡ ହେଇଯିବ, ତାହେଲେ ଇକୋନୋମିକ ଫ୍ଲୋ ବହୁତ କମ ହେଇଯିବ ନା ନାଇଁ।
ତାର ମେଥଡସ୍ ଅଫ୍ ନ୍ୟାସନାଲ ଇନକମ୍ କାଲକୁଲେସନ, ଆମର ଯୋଉ ନ୍ୟାସନାଲ ଇନକମ୍ କାଲକୁଲେସନ ହୁଏ ସେଟା କେମିତି କାଲକୁଲେସନ, ଇଏ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ। ଏକ୍ସାମରେ କ୍ୱେଶ୍ଚିନ୍ ଆସେ, ସର୍ଟ କ୍ୱେଶ୍ଚିନ୍ ବି ଆସିବ, ଲଙ୍ଗ କ୍ୱେଶ୍ଚିନ୍ ବି ଆସିପାରେ ସର୍ଟ ନୋଟ୍ସ ହିସାବରେ ହେଲା। ନ୍ୟାସନାଲ ଇନକମ୍ ହଉଛି ଆମ ନେସନର ଇନକମ୍ କେତେ। ତ ତାର ଫାଷ୍ଟ ମେଥଡ ହେଲା ଏକ୍ସପେଣ୍ଡିଚର ମେଥଡ। ଏକ୍ସପେଣ୍ଡିଚର ମେଥଡ ମାନେ କଣ, କେତେ ଟଙ୍କା ଆମେ ସବୁ ଖର୍ଚ୍ଚ କରୁଛୁ, ସବୁ ଖର୍ଚ୍ଚକୁ ସବୁ ସେ ମିଶେଇକିରି ଏକ୍ସପେଣ୍ଡିଚର କେତେ ହଉଛି ସବୁ ଯାକ ମିଶା ହେଇକିରି ବାହାର କରାଯାଏ ଏକ୍ସପେଣ୍ଡିଚର ମେଥଡ। ସେଥିରେ କଣ କଣ କାଲକୁଲେଟ କରାଯାଏ, ସେଥିରେ କନଜୁପସନ, ଇନଭେଷ୍ଟମେଣ୍ଟ, ଗଭର୍ନମେଣ୍ଟ ସ୍ପେଣ୍ଡିଂ ଆଣ୍ଡ ନେଟ୍ ଏକ୍ସପୋର୍ଟ। କନଜୁପସନ କେତେ କନଜୁପ୍ଟ କଲା, ଇନଭେଷ୍ଟମେଣ୍ଟ କେତେ ଟଙ୍କା ହେଲା, ଗଭର୍ନମେଣ୍ଟ କେତେ ଟଙ୍କା ସ୍ପେଣ୍ଡ କଲା ଲୋକଙ୍କ ଉପରେ, ଆଉ ନେଟ୍ ଏକ୍ସପୋର୍ଟ କେତେ ହେଲା, ଏ ସବୁକୁ ମିଶେଇକିରି ଫର୍ମୁଲା ହେଲା C+I+G। ଏକ୍ସପୋର୍ଟ, ନେଟ୍ ଏକ୍ସପୋର୍ଟ କେମିତି କାଲକୁଲେଟ କରାଯାଏ, ନା ଏକ୍ସପୋର୍ଟ ମାଇନସ ଇମ୍ପୋର୍ଟ। ଏତିକି ଟଙ୍କା ମନେ କରାଯାଉ 100 ଟଙ୍କାର ଏକ୍ସପୋର୍ଟ ହେଇଛି, 60 ଟଙ୍କାର ଇମ୍ପୋର୍ଟ ହେଇଛି, 100ରୁ 60 ଗଲେ 40 ଟଙ୍କା। 40 ଟଙ୍କା ହଉଛି ତମର ନେଟ୍ ଏକ୍ସପୋର୍ଟ ହେଲା। ସେ ତାକୁ ଏମିତି କଲେ ସେ ଫର୍ମୁଲାଟା ତମ ଦବ ନ୍ୟାସନାଲ ଇନକମ୍, ଯୋଉଟା କି ଏକ୍ସପେଣ୍ଡିଚର ମେଥଡ। ଆଉ କୋଉଥିରେ ବି କାଲକୁଲେଟ କରାଯାଏ, ପ୍ରଡକ୍ସନ ମେଥଡ। ପ୍ରଡକ୍ସନ ମେଥଡ କଣ, ଟୋଟାଲ କେତେ ପ୍ରଡକ୍ସନ ହେଇଛି। ତ ପ୍ରଡକ୍ସନ ମେଥଡ ଇଭାଲୁଏଟ ନ୍ୟାସନାଲ ଇନକମ୍ ବାଇ ସମିଂ ଦ ଭ୍ୟାଲ୍ୟୁ ଅଫ ଅଲ୍ ଫାଇନାଲ ଗୁଡ୍ସ ଆଣ୍ଡ ସର୍ଭିସେସ୍ ପ୍ରଡ୍ୟୁସ୍ଡ ୱିଦିନ୍ ଏ ଗିଭେନ୍ ଟାଇମ ଫ୍ରେମ୍। ଗୋଟେ ବର୍ଷ ଭିତରେ ଧରାଯାଉ କେତେ କଣ ଭ୍ୟାଲ୍ୟୁର ଆଇଟମ ସବୁ ଆମେ ପ୍ରଡ୍ୟୁସ କରିଛେ। ସେ ଆଇଟମ ପ୍ରଡ୍ୟୁସ ଇଟ୍ ଇଜ ଏସେନ୍ସିଆଲ ଟୁ ଏକ୍ସକ୍ଲୁଡ ଇଣ୍ଟରମିଡିଏଟ ଗୁଡ୍ସ ଟୁ ପ୍ରିଭେଣ୍ଟ ଡବଲ କାଉଣ୍ଟିଂ। ଇଣ୍ଟରମିଡିଏଟ ଗୁଡ୍ସ ଧରାଯାଉ ଗୋଟେ ପ୍ରଡକ୍ଟ ଧରାଯାଉ ଏ ହେଲା, ଏ କୁ ପ୍ରଡ୍ୟୁସ କରିବା ପାଇଁ ଇଣ୍ଟରମିଡିଏଟ ପଏଣ୍ଟ ହେଲା ବି ହେଲା। ତ ବି ଟାକୁ ସେଥିରୁ ହଟାଯିବ, ଡାଇରେକ୍ଟ ଏ ର ପ୍ରଡକ୍ସନ ହେଲା ପରେ ତାକୁ କାଲକୁଲେସନ ରେ ନିଆଯିବ। କେମିତି ନା ମାନିନିଅ କୌଣସି ଗୋଟେ କପଡା ଧରାଯାଉ, ଗୋଟେ କମ୍ପାନୀରେ ପ୍ରଡ୍ୟୁସ ହଉଛି ଯୋଉ କପଡା ସବୁ ତମର ଡ୍ରେସ୍ ମ୍ୟାଟେରିଆଲ ପ୍ରଡ୍ୟୁସ ହଉଛି, ତା ପାଇଁ କଣ ଦରକାର, କପଡା ଦରକାର, କ୍ଲଥ ଦରକାର ନା ନାଇଁ। ସେ କ୍ଲଥ ଆସିଲେ ତାପରେ ଡ୍ରେସ୍ ମ୍ୟାଟେରିଆଲ ପ୍ରଡ୍ୟୁସ ହେଲା, ତାପରେ ସେ ମାର୍କେଟ ଗଲା। ତ ପ୍ରଡକ୍ସନ ମେଥଡରେ ଏଠି ମଝିରେ ଯୋଉ କ୍ଲଥ ଟା ଆସିଲା ତାକୁ କାଲକୁଲେଟ କରାଯିବ ନାହିଁ ହେଲା। Then income method. This method computes national income by aggregating all income generated by factors of production, wages, rent, interest and profit। ଯେତକ ସବୁ ଇନକମ୍ ଯାହାର ସବୁ ହେଇଛି ଯେତେକ କାହା ଥ୍ରୁରେ ଇନକମ୍ ହୁଏ, ନା ୱେଜେସ୍ କେତେ ଟଙ୍କା ମିଳିଲା, କାହାକୁ ସାଲାରୀ ଫାଲାରୀ ମିଳିଲା, ରେଣ୍ଟ କେତେ କେତେ ମିଳିଲା, ଇଣ୍ଟରେଷ୍ଟରେ କେତେ ମିଳିଲା, ଆଉ ପ୍ରଫିଟରେ କେତେ ହେଲା। କୌଣସି ତାର କମ୍ପାନୀ ଅଛି, ଯୋଉ ସବୁ ଆମର କମ୍ପାନୀ ଅଛି ତାର ପ୍ରଫିଟ କେତେ ଆସିଲା। ଇଟ୍ offers a detailed view of income distribution across various sectors and individuals within the economy। ଇଏ ମେଥଡରେ ଭ୍ୟାରିୟସ୍ ସେକ୍ଟର ସବୁ ଜଣାଯିବ, ଆମର କୋଉ ସେକ୍ଟରରେ କେତେ ପ୍ରଫିଟ ହେଲା। ଧରାଯାଉ ଆମର ରେଲୱେ ଅଛି, ରେଲୱେରୁ କେତେ ପ୍ରଫିଟ ହେଇଥିଲା। ଇଣ୍ଟରେଷ୍ଟ କଣ କାହାକୁ ଦିଆଯାଇଛି, କୋଉ ଧରାଯାଉ ଶ୍ରୀଲଙ୍କାକୁ କିଛି ପଇସା ଦେଇଛି, ତାଠୁ ଇଣ୍ଟରେଷ୍ଟ ଆସୁଛି, ସେ ପଇସା ସବୁ କାଲକୁଲେଟ କରାଯାଇ ତାକୁ କୁହାଯାଏ ଇନକମ୍ ମେଥଡ। ଇଏ ହେଲା ମେଥଡ ସବୁ ନ୍ୟାସନାଲ ଇନକମ୍ କାଲକୁଲେସନ। ଓକେ, ତାପରେ ତ ମୁଁ କହିଥିଲି କି ମାଇକ୍ରୋ ଇକୋନୋମିକ୍ସ ଆଇଡେଣ୍ଟିଟିଜ, ଇଏ ଯୋଉ ତିନିଟା ଜିନିଷ ଲେଖିଛି ଜିଡିପି, ଜିଏନପି ଆଉ ଏନଏନପି, ଇଏ ତିନିଟା ବହୁତ ଇମ୍ପୋର୍ଟାଣ୍ଟ ଇକୋନୋମିକ ର ଟର୍ମ। ଆକୁ ତମକୁ ମନେ ରଖିବାକୁ ପଡିବ, ପୁରା ରଟ୍ଟା ମାରିଦବ। GDP represents the total market value of a production within a nation's border over a specific period, serving as a primary indicator of economic performance and growth। GDP କହନ୍ତି ଗ୍ରସ୍ ଡୋମେଷ୍ଟିକ ପ୍ରଡକ୍ଟ, ଟୋଟାଲ ଗ୍ରସ୍ ଆମର କେତେ ଜିନିଷ ଗୋଟେ ବର୍ଷ ଭିତରେ, ଗୋଟେ ବର୍ଡର ଭିତରେ, ମାନେ ଆମ ଦେଶ ଭିତରେ ଗୋଟେ ବର୍ଷରେ କେତେ ଜିନିଷ ସବୁ ଆମେ ପ୍ରଡକ୍ସନ କରୁଛୁ, ସେଇଟା ହେଲା ତମର ଜିଡିପି। ଇଟ୍ ହେଲ୍ପସ ଇକୋନୋମିଷ୍ଟ ଇଭାଲୁଏଟ ଦ ହେଲ୍ଥ ଆଣ୍ଡ ସାଇଜ ଅଫ ଆନ୍ ଇକୋନୋମି। ଆମର ଇକୋନୋମିର ସାଇଜ ଆଉ ହେଲ୍ଥ ଇଭାଲୁଏଟ କରିବା ପାଇଁ ଜିଡିପି ୟୁଜ ହୁଏ। ଗ୍ରସ୍ ନ୍ୟାସନାଲ ପ୍ରଡକ୍ଟ, ସେଇଟା ହେଲା ଗ୍ରସ୍ ଡୋମେଷ୍ଟିକ ପ୍ରଡକ୍ଟ। ଡୋମେଷ୍ଟିକ ପ୍ରଡକ୍ଟ ହଉଛି ଡୋମେଷ୍ଟିକ ବାଉଣ୍ଡରୀରେ ଆମ ଇଣ୍ଡିଆ ଭିତରେ। ନ୍ୟାସନାଲ ପ୍ରଡକ୍ଟ କହିବାକୁ ଗଲେ GNP comprises GDP plus net income earned by residents from abroad। ମାନେ ଆମ ଦେଶର କେତେ ଲୋକ ଅଛନ୍ତି ଆମେରିକାରେ, କେତେ ଲୋକ ଅଛନ୍ତି ଚାଇନାରେ, କି କେତେ ଲୋକ ଅଛନ୍ତି ଅଷ୍ଟ୍ରେଲିଆରେ, କାନାଡାରେ, ଏସବୁ ଜାଗାରେ ଲୋକ ଅଛନ୍ତି। ସେମାନେ ଯେତେବେଳେ ସବୁ ପଇସା ସବୁ ଇନକମ କରୁଛନ୍ତି, ତାକୁ ଯେତେବେଳେ ଜିଡିପି ସାଙ୍ଗରେ ମିଶା ହବ, ସିଏ ହବ ତମର GNP। ଓକେ, ଦିସ୍ measures illustrate the economic contribution of nation citizens regardless of their country of income। ଓକେ, ଦେନ୍ ନେଟ୍ ନ୍ୟାସନାଲ ପ୍ରଡକ୍ଟ, ଆମ ନେଟ୍ ନ୍ୟାସନାଲ କେତେ ପ୍ରଡକ୍ଟ ହେଲା। ଜିଏନପି ଯୋଉଟା ବାହାରିଲା, ଆମ ଜିଏନପି ଯୋଉଟା ହେଲା, ଜିଏନପି ହଉଛି ଆମ ନେସନ ଭିତରେ ଆଉ ପ୍ଲସ ଇଣ୍ଟରନ୍ୟାସନାଲି ଯୋଉ ଆମ ଦେଶର ଲୋକମାନେ ବନଉଛନ୍ତି। GNP by adjusting for depreciation which reflects the wear and tear on capital goods, the metric provides a more accurate function of economic productivity over time, accounting for the value consumed in the production process। GNP କଣ କରିବ ନା, ଜିଡିପି ରେ ତମକୁ କହିଥିଲି ଆମ ଦେଶରେ କେତେ ଟଙ୍କା, କେତେ କଣ ପ୍ରଡକ୍ସନ, କେତେ
ଗୋଟେ ବର୍ଷ ଭିତରେ ଗୋଟେ ଦେଶ ଭିତରେ କେତେ ଟଙ୍କାର ଆମର ଜିନିଷ ଆମେ ପ୍ରଡ୍ୟୁସ କଲେ, ତା ଭିତରେ ସେ ଜିନିଷ ପ୍ରଡ୍ୟୁସ କରିବା ଭିତରେ ଉୟର ଆଣ୍ଡ ଟିୟର ହଉଛି, ମେସିନାରୀରେ ଖର୍ଚ୍ଚ ହଉଛି, ମେସିନାରୀ ଭାଙ୍ଗୁଛି, ଇଏ ହଉଛି ସିଏ ହଉଛି, ସେ ସବୁ ଜିନିଷକୁ ମାଇନସ କରାହବ ଜିଏନପି ରୁ। ଜିଏନପି ରୁ ମାଇନସ କଲେ ସିଏ ହବ ନେଟ ନ୍ୟାସନାଲ ପ୍ରଡକ୍ଟ। ଏଇଟା ହେଲା ଆମର ଲାଷ୍ଟରେ ବଞ୍ଚିଥିବା ଆମର ଏତିକି ଟଙ୍କା ଆମ ପାଖରେ, କି ଏତିକି କ୍ୟାପିଟାଲ ଗୁଡ୍ସ ଆମ ପାଖରେ ଅଛି ହେଲା। ନେଟ୍ ନ୍ୟାସନାଲ ପ୍ରଡକ୍ଟ ଯାହା କୁହନ୍ତି, ଆମ ପାଖରେ ଟୋଟାଲ ଏତିକି ଟଙ୍କାର ଗୁଡ୍ସ କି କ୍ୟାପିଟାଲ ଆମ ପାଖରେ ଅଛି। ଏଇଟା ହେଲା ନେଟ୍ ପ୍ରଫିଟ, ଯାହାକୁ ଯେମିତି ପ୍ରଫିଟ ହିସାବରେ କହନ୍ତି ନେଟ୍ ପ୍ରଫିଟ, କିନ୍ତୁ ଏଇଟା ହେଲା ନେଟ୍ ନ୍ୟାସନାଲ ପ୍ରଡକ୍ଟ। ଓକେ। ତାପରେ ପଢିବା ମନି ଆଉ ବ୍ୟାଙ୍କିଙ୍ଗ ରିଲେଟେଡ୍ କେତେ ଟର୍ମସ ପଢିବା ହେଲା। ମନି, ଆମର ପଇସା ବିନା ଆମର କିଛି କାମ ହେଇପାରିବନି ନା ନାଇଁ। ମନି ହଉଛି କଣ ନା ଗୋଟେ ମିଡିୟମ ଅଫ ଏକ୍ସଚେଞ୍ଜ। ଆମେ ଜଣକୁ ଦଉଛେ, ତା ବଦଳରେ କିଛି ନଉଛେ। ୟୁନିଟ୍ ଅଫ ଆକାଉଣ୍ଟ, ମନି ସର୍ଭସ୍ ଆଜ୍ ଏ ୟୁନିଟ୍ ଅଫ ଆକାଉଣ୍ଟ ଷ୍ଟାଣ୍ଡାର୍ଡାଇଜିଂ ଦ ଭ୍ୟାଲ୍ୟୁ ଅଫ ଗୁଡ୍ସ, ନା ନାଇଁ। ମନି ଗୋଟେ ୟୁନିଟ୍ ମେଜର କରୁଛି, ସବୁ ଗୁଡ୍ସ ର ପ୍ରାଇସିଂ କରୁଛି, ଆକାଉଣ୍ଟିଂ ଆଣ୍ଡ ଫିନାନ୍ସିଆଲ ରିପୋର୍ଟିଂ ରେ ହେଲ୍ପ କରୁଛି। ଷ୍ଟୋର ଅଫ ଭ୍ୟାଲ୍ୟୁ, ଆଜ୍ ଏ ଷ୍ଟୋର ଅଫ ଭ୍ୟାଲ୍ୟୁ ମନି ମେଣ୍ଟେନ୍ସ ଇଟ୍ସ ପର୍ଚେଜିଂ ପାୱାର ଓଭର ଟାଇମ୍। ପର୍ଚେଜିଂ ପାୱାର କଣ, allowing individuals to save and defer consumption. This function is crucial for personal financing and economic stability. 5 ବର୍ଷ ତଳେ ଆମେ ଗୋଟେ ଚକୋଲେଟ ଯୋଉଟା ଟଙ୍କାଟେ କିଣୁଥିଲେ, ସେମିତି ଏବେ ଚକୋଲେଟକୁ ଏବେ ଆଣିଲେ 5 ଟଙ୍କା ପଡୁଛି। ଚକୋଲେଟ ଜାଗାରେ ଏକ୍ଜାମ୍ପଲ ନଦେଇ ଯଦି ମୁଁ କହିବି, 5 ବର୍ଷ ତଳେ ଯୋଉମାନେ ମ୍ୟାଗି ଖାଉଥିବେ, ସେ ମ୍ୟାଗିର ଦାମ ଯୋଉ ସାଇଜ ର ଥିବ କି ଯେତେ ଟଙ୍କା ନଉଥିବ, ଏବେ ତା ଦାମ ନିହାତି ବଢି ଯାଇଛି, 12 ଟଙ୍କା ନେଇଯାଇଛି। ସେଇ ସାଇଜ ର ଆଗରୁ 5 ଟଙ୍କାରେ ମିଳୁଥିଲା, ନୁହେଁ ନାଇଁ। ସେଇଟା ହେଲା ପରଚେଜିଂ ପାୱାର। ଦିନକୁ ଦିନ ତାର କଣ କମି କମି ଯାଉଛି। Standard of deferred payment. Money provides a basis for settling debts, organization, debt and organization. ତମର ଯାହା ପାଖରେ ଉଧାର ରହିଯାଉଛି, ସେ କଣ କରୁଛି, ଡିଫଲ୍ଟ ମନି ଦ୍ଵାରା ତମେ ତାକୁ ସୁଝି ପାରିବ ନା ନାଇଁ। ଫଙ୍କସନିଂ ଆଜ ଏ ଷ୍ଟାଣ୍ଡାର୍ଡ ଅଫ ଡିଫର୍ଡ ପେମେଣ୍ଟ, ଦିସ୍ ଆସ୍ପେକ୍ଟ ସପୋର୍ଟ ଭେରିୟସ୍ ଫିନାନ୍ସିଆଲ ଏଗ୍ରିମେଣ୍ଟ, କଣ୍ଟ୍ରାକ୍ଟ, ଫଷ୍ଟରିଂ ଇକୋନୋମିକ ଟ୍ରଷ୍ଟ। ପଇସା ଲାଗି ହିଁ ଟ୍ରଷ୍ଟ ହଉଛି। ମୁଁ ଆକୁ ଏତିକି କଣ, ଜଣେ ତମକୁ ଜଣେ ଜମି ଦଉଛି, ତମେ ତାକୁ କଣ ଦଉଛ, ଟଙ୍କା ହିଁ ଦଉଛ। କି ଜଣେ ତମକୁ ସୁନା ଦଉଛି, ତମେ ତା ଦେହରେ ଟଙ୍କା ଦଉଛ। କି ସୁନା କିଣିବା ପାଇଁ ତମେ କଣ ୟୁଜ କରୁଛ, ମନି କି ୟୁଜ କରୁଛ ନା ନାଇଁ। ତ ମନି ଗୋଟେ ଡିଫର୍ଟ ମିଡିୟମ ଅଫ ଏକ୍ସଚେଞ୍ଜ, ୟୁନିଟ୍ ଅଫ ଆକାଉଣ୍ଟ, ଷ୍ଟୋର ଅଫ ଭ୍ୟାଲ୍ୟୁ। ମନି ଯାହା ପାଖରେ ଅଛି ତାର ଭ୍ୟାଲ୍ୟୁ ବି ରହୁଛି ନା ନାଇଁ। ପରଚେଜିଂ ପାୱାର ତା ପାଖରେ ରହୁଛି, ସେ କିଛି ବି ଚାହିଁଲେ କିଣିପାରିବ। ଦେନ୍ ଷ୍ଟାଣ୍ଡାର୍ଡ ଫର ଡିଫର୍ଡ ପେମେଣ୍ଟ ହିସାବରେ ତାକୁ ଜଣାଯାଉଛି। ଇଏ ହେଲା ଫଙ୍କସନ ଅଫ ମନି। ତାପରେ ଡିମାଣ୍ଡ ଫର ମନି, ମନିର ଡିମାଣ୍ଡ ସବୁ କଣ ଥାଏ। ଟ୍ରାଞ୍ଜାକ୍ସନ ମୋଟିଭ, ଟ୍ରାଞ୍ଜାକ୍ସନ ମୋଟିଭରେ ତମେ କଣ ଟ୍ରାଞ୍ଜାକ୍ସନ ଯୋଉ କରୁଛ, ପଇସା ବିନା ଟ୍ରାଞ୍ଜାକ୍ସନ କରିପାରିବ କି ନାଇଁ। ଦେନ୍ ପ୍ରିକସନାରୀ ମୋଟିଭ, ପ୍ରିକସନାରୀ ମୋଟିଭ ପିପୁଲ ମେଣ୍ଟେନ ମନି ଫର ପ୍ରିକସନାରୀ, କିପରି ଲିକ୍ୱିଡ ଫଣ୍ଡ। କାଲି ଧର ଯୋଉ ମେଡିକାଲ କିଛି ଗୋଟେ ଇଏ ଆସିଲା, ପ୍ରୋବ୍ଲେମ ଆସିଲା, ତ କଣ କରିବ, ପଇସା ଦରକାର। ପଇସା କୋଉଠି ଅଛି, ପଇସା ଥିଲେ ସିନା ହବ। ସେଟା ହେଲା ପ୍ରିକସନାରୀ ମୋଟିଭ, ପଇସା ଡିମାଣ୍ଡ, ସେଥିପାଇଁ ମନିର ଡିମାଣ୍ଡ। ସ୍ପେକୁଲେସନ ମୋଟିଭ, ସ୍ପେକୁଲେସନ ମୋଟିଭ ଇନଭଲ୍ଭ holding cash to capitalize on future investment opportunity. Investors choose to keep funds liquid to quickly adjust to market fluctuations and emerging prosperity. ଯେମିତି କରୋନା ଆସିଲା, କରୋନା ଟାଇମରେ ପଇସା ପାଖରେ ଥିବା ଇମ୍ପୋର୍ଟାଣ୍ଟ ଥିଲା। କେତେ ସାରା ମନି ବ୍ୟାଙ୍କ ଏଟିଏମ ରେ ବି ଫାଷ୍ଟ ଯୋଉଦିନ ମୋଦି ଡିକ୍ଲେୟାର କଲେ, ସେଦିନ ଏଟିଏମ ରେ ଏତେ ଭିଡ ହେଇଗଲା, ତାପରେ କୌଣସି ଜାଗାରେ ପଇସା ହିଁ ମିଳିଲାନି। ତ ସେମିତି ପଇସା ପାଖରେ ରଖାଯାଇଥାଏ ସ୍ପେକୁଲେସନ ମୋଟିଭ। ଆଗକୁ କିଛି ଗୋଟେ ପ୍ରୋବ୍ଲେମ ହବାର ଅଛି, ତା ପାଇଁ ଲୋକ ମଧ୍ୟ ଲିକ୍ୱିଡି କ୍ୟାଶ ପାଖରେ ରଖିଥାନ୍ତି। ଯେମିତି ଆମର ଇଲେକ୍ସନ ହଉଛି, କେତେ ସାରା ପଇସା ସବୁ କୁଆଡେ ବଣ୍ଟା ହଉଛି, ସେ ସବୁ କିଏ ରଖିଦେବେ ପାଖରେ ବୋଲି ସେ ଆସୁଛି। ନହେଲେ ନାଇଁ ବ୍ୟାଙ୍କରୁ କାଢିକି ସାଙ୍ଗେ ସାଙ୍ଗେ କଲେ ଧରା ପଡିଯିବ ନାଇଁ। ସେମିତି ବି କିଛି ଲୋକ କରୁଛନ୍ତି। କି ଜମିର ରେଟ୍ କମୁଛି, ଜମି କାହାକୁ କିଣିବାର ଅଛି, ସେ ସମୟରେ ମଧ୍ୟ ପଇସା ଦରକାର। ତେଣୁ ମନି ସ୍ପେକୁଲେସନ ମୋଟିଭ ଏ ସବୁ କାମରେ ଲାଗୁଥାଏ। ଡିମାଣ୍ଡ ଫର ମନି, ସପ୍ଲାଏ ଅଫ ମନି, ସପ୍ଲାଏ କୋଉଠୁ ହଉଛି, କିଏ ସବୁ ମନି ସପ୍ଲାଏ କରୁଛି, ପଇସା କୋଉଠୁ ଆଉଛି। ରୋଲ ଅଫ ସେଣ୍ଟ୍ରାଲ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ମ୍ୟାନେଜେସ୍ ମନି ସପ୍ଲାଏ ଥ୍ରୁ ଭାରିୟସ୍ ମେକାନିଜିମ୍। କଣ ନା ଇନଫ୍ଲୁଏନ୍ସିଂ ଇଣ୍ଟରେଷ୍ଟ ରେଟ୍, ଇକୋନୋମିକ ଷ୍ଟାବିଲିଟି। ଇଟ୍ ପ୍ଲେଜ ଏ କ୍ରିଟିକାଲ ରୋଲ ଇନ ଫ୍ୟାସିଲିଟେଟିଂ ଇକୋନୋମିକ ଗ୍ରୋଥ ହ୍ୱାଇଲ କଣ୍ଟ୍ରୋଲିଂ ଇନଫ୍ଲେସନ। ଆମର ସେଣ୍ଟ୍ରାଲ ବ୍ୟାଙ୍କ କି ଆରବିଆଇ, ଆରବିଆଇ ହଉଛି ମ୍ୟାନେଜ ଅଲ୍ ଦିସ୍ ମନି ସପ୍ଲାଏ। ଆରବିଆଇ କେତେ ଟଙ୍କା ଛାପୁଛି, କେତେ ଟଙ୍କା ଛପା ହେଇଛି, କୋଉ ଟଙ୍କା କେତେଟା ଛପା ହେଇଛି, ସେ ସବୁ ତାଙ୍କ ପାଖରେ ଲିଷ୍ଟ ଅଛି। ଆମର ଯେତେବେଳେ 2,000 ଟଙ୍କାକୁ ଆଡ କରାହେଇଥିଲା, ଯୋଉ ଆଗ ମନି ସବୁ 500 1000 ଟଙ୍କା ପୁରୁଣା ସବୁ ବ୍ୟାନ୍ କରାହେଇଥିଲା, ସେତେବେଳେ ଆରବିଆଇ ଥିଲା। ତାପରେ ତାପରେ କଣ ହେଲା, ସେ ଯୋଉ ମନି ସେ ସର୍କୁଲେଟ ହେଇଥିଲା, ସେ ମନି ସବୁ ପୁଣି ଆରବିଆଇ ପାଖକୁ ବ୍ୟାକ୍ ଗଲା। ଆରବିଆଇ ପୁଣି ଛାପିକି ନୋଟ ସବୁ ଆମ ପାଖକୁ ପୁଣି ପଠେଇଲା ନା ନାଇଁ। components of money supply includes currency in circulation and a demand deposit held at bank. Understanding these components allow economists to assess overall liquidity in the economy. ତ ଆମ liquidity in the economy, ଆରବିଆଇ ଦେଖିବ କି ବ୍ୟାଙ୍କରେ ଆରବିଆଇ 100 ଟଙ୍କା ଦେଇଥିଲା, ମାର୍କେଟରେ ଏବେ 40 ଟଙ୍କା ଚାଲିଛି। ଟୋଟାଲ ସବୁ ବ୍ୟାଙ୍କରେ ଏବେ 60 ଟଙ୍କା ଅଛି। ତାମାନେ ସେ ଭାବିଲା 40 ଟଙ୍କା ଏବେ ମାର୍କେଟରେ ଖେଳୁଛି, ପୁରା ଆମ ଇକୋନୋମିରେ 40 ଟଙ୍କା ଏବେ ବୁଲୁଛି। ବୁଝିପାରୁଛ ଟୁଲ୍ସ, ମନିଟାରୀ ଟୁଲ୍ସ କଣ,
ନା ସେଣ୍ଟ୍ରାଲ ବ୍ୟାଙ୍କ ୟୁଜ୍ ଟୁଲ୍ସ ଲାଇକ୍ ସିଆର୍ଆର୍ and ଏସ୍ଏଲ୍ଆର୍। ସିଆର୍ଆର୍ ହଉଛି କ୍ୟାଶ ରିଜର୍ଭ ରେସିଓ, ଏସ୍ଏଲ୍ଆର୍ ହଉଛି ଷ୍ଟାଟ୍ୟୁଟୋରୀ ଲିକ୍ୱିଡିଟି ରେସିଓ। ସେ କଣ ନା ସିଆର୍ଆର୍ ହଉଛି ପରସେଣ୍ଟ ଅଫ ବ୍ୟାଙ୍କର ମନି ସେ ଆରବିଆଇ ପାଖରେ ରଖିବ। ତା ଆରବିଆଇ ପାଖରେ ସେ କ୍ୟାଶ ରଖିବ କଣ ପାଇଁ ରଖିବ ନା ରେଗୁଲେଟ ଦ ଫ୍ଲୋ ଅଫ ମନି ଇନ ଦ ଇକୋନୋମି। ଆରବିଆଇ ତାକୁ ୟୁଜ କରିବ, ରିଜର୍ଭ ଆରବିଆଇ ପାଖରେ ରହିବ, ଆଉ କଣ୍ଟ୍ରିର ଯୋଉ କ୍ୟାଶ ଅଛି ତାକୁ ରେଗୁଲେଟ କରିବା ପାଇଁ ସେ ତାକୁ ଆରବିଆଇ ପାଖରେ ରଖିବ ହେଲା। ତାପରେ ଏସ୍ଏଲ୍ଆର କଣ ନା ଷ୍ଟାଟ୍ୟୁଟୋରୀ ଲିକ୍ୱିଡିଟି ରେସିଓ। ୟାକୁ କଣ କରିବ ନା ଆକୁ ନିଜ ପାଖରେ ରଖିବ ବ୍ୟାଙ୍କ। ଧର ଯୋଉ ଏସବିଆଇ ହେଲା, ଏଚଡିଏଫସି ହେଲା, ଆଇଏଫ ଆଇସିଆଇସିଆଇ ହେଲା, ଏମାନେ ସବୁ ତାଙ୍କ ପାଖରେ ଏସ୍ଏଲ୍ଆର ରହିବ ମେଣ୍ଟେନ୍ ଇନ୍ ଦ ଫର୍ମ କ୍ୟାଶ, ଗୋଲ୍ଡ, ଗଭର୍ଣ୍ଣମେଣ୍ଟ ଆପ୍ରୁଭ୍ ସିକ୍ୟୁରିଟି। ଇଏ କଣ ହବ ନା ଇଏ ଅ, ତାଙ୍କ ପାଖରେ ରହିବ କ୍ରେଡିଟ ଗ୍ରୋଥ ଅଫ ଦ କଣ୍ଟ୍ରି ପାଇଁ ମେଣ୍ଟେନ୍ସ କରିବା ପାଇଁ, କ୍ରେଡିଟ ଗ୍ରୋଥ କଣ୍ଟ୍ରିର ମେଣ୍ଟେନ କରିବା ପାଇଁ ଇଏ ସବୁ ତାଙ୍କ ପାଖରେ ରହିଥାଏ ହେଲା। ତ ଇଏ ସବୁ ବ୍ୟାଙ୍କ ଜେନେରାଲି ଏସ୍ଏଲ୍ଆର ତାଙ୍କଠୁ ଅଧିକା ହୋଲ୍ଡ କରିଥାଏ ତାଙ୍କ ପାଖରେ। ଓକେ, ଦିସ୍ ପଲିସି ଇନଷ୍ଟ୍ରୁମେଣ୍ଟ ଆର୍ ଭାଇଟାଲ ଫର ରେଗୁଲେଟିଂ ଇନଫ୍ଲେସନ ଆଣ୍ଡ ଏନେବଲିଂ ଇକୋନୋମିକ ଗ୍ରୋଥ। ଓକେ, ଇଏ ହେଲା ମନିଟାରୀ ପଲିସି ଟୁଲ୍ସ। ତାପରେ ଆନାଲାଇଜିଂ ଇନଫ୍ଲେସନ। ଇନଫ୍ଲେସନ କାହାକୁ କୁହନ୍ତି? ଇନଫ୍ଲେସନ ହଉଛି ହଠାତ୍ କିନା ଆମର ଯୋଉ ପଇସା ବଢି ଯାଉଛି, ଯେମିତି ମଝିରେ ଇନଫ୍ଲେସନ କହିବ ଦର ବଢିଗଲା, ସବୁ ଇଏ ବଢିଗଲା, ତେଲ ବଢିଗଲା, ଡାଲି ବଢିଗଲା। ଜେନେରାଲି ଆମର କଣ କହୁଛନ୍ତି ଭୋଟ ପରେ, ଇଲେକ୍ସନ ପରେ ଇନଫ୍ଲେସନ ଆସିଯାଏ। ଇନଫ୍ଲେସନ ଆମର ଦି ପ୍ରକାର, ଗୋଟେ ହେଲା ଡିମାଣ୍ଡ ପୁଲ୍ ଇନଫ୍ଲେସନ ଆଉ ଗୋଟେ କଷ୍ଟ ପୁsh ଇନଫ୍ଲେସନ। ଡିମାଣ୍ଡ ପୁଲ୍, ଡିମାଣ୍ଡ ଗୋଟେ ଜିନିଷର ଯୋଉ ଅଧିକା ଥିବ, ଧର ଯୋଉ ଗୋଟେ ଏବେ ଖରାଦିନ ଆସୁଛି, ଏସିର ଡିମାଣ୍ଡ ବଢିବ, ସେଥିପାଇଁ ଏସିର ଦାମ ବଢିବ, ସେଇଟା ହେଲା ଡିମାଣ୍ଡ ପୁଲ୍ ଇନଫ୍ଲେସନ। କଷ୍ଟ ପୁsh ଇନଫ୍ଲେସନ କଣ ନା କଷ୍ଟ ପୁଲ୍ ଇନଫ୍ଲେସନ ଆରାଇଜେସ୍ ସଚ୍ ଏଜ୍ ୱେଜେସ୍, ର ମ୍ୟାଟେରିଆଲ କମ୍ପେଲିଂ ବିଜନେସ ଟୁ ରେଜ ପ୍ରାଇସେସ୍। ତମର ଜିନିଷର ଦାମ ବଢିଗଲା, ସବୁ ମାନେ ର ମ୍ୟାଟେରିଆଲ ଦାମ ବଢିଗଲା, ତ ଏବେ ଜିନିଷର ଦାମ ବଢିବ ନା ନାଇଁ। ଗୋଟେ କୌଣସି ଜାଗାରେ ଧର ଯୋଉ ଆମର ଏବେ ଘର ସମସ୍ତେ ବନାଉଛନ୍ତି, ମାର୍ବଲ ବଗେରା ସମସ୍ତେ ପକାଉଛନ୍ତି ନା ନାଇଁ। ମାର୍ବଲ ଏବେ ଯୋଉ ଟାଇଲ ପକଉଛନ୍ତି, ଟାଇଲ ବନେଇବା ପାଇଁ ମ୍ୟାଟେରିଆଲ ଯୋଉ ଦରକାର ହଉଛି, ସେ ମ୍ୟାଟେରିଆଲ ଦାମ ବଢିବ, ତାହେଲେ ଟାଇଲ ଦାମ ଟା ବଢିଯିବ। ସେଇଟା ହେଲା କଷ୍ଟ ପୁsh ଇନଫ୍ଲେସନ। ଓକେ, ଏଇଟା ହେଲା ଇନଫ୍ଲେସନ ବିଷୟରେ। ମେଜରମେଣ୍ଟ ଅଫ ଇନଫ୍ଲେସନ। ଇନଫ୍ଲେସନ କେମିତି ମେଜର କରାଯାଏ? ଗୋଟେ ହେଲା କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ, ଗୋଟେ ହେଲା ହୋଲସେଲ ପ୍ରାଇସ ଇଣ୍ଡେକ୍ସ। କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ ମାନେ କଞ୍ଜୁମର ଯୋଉ ତମେ ଖାଉଛ, ପିଉଛ, ରଖୁଛ, ସେଇଟା ହେଲା କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ। ଆଉ ହୋଲସେଲ ପ୍ରାଇସ ଇଣ୍ଡେକ୍ସ କଣ ନା ପୁରା ହୋଲସେଲ ରେଟ ରେ ଯୋଉ ତମକୁ ମିଳୁଛି, ହୋଲସେଲ ରେଟ ଟା ଯଦି ବଢି ଚାଲିଲା, ସେଇଟା ହେଲା ହୋଲସେଲ ପ୍ରାଇସ ଇଣ୍ଡେକ୍ସ ହେଲା। ଏ ସବୁ ଲେଖା ହେଇଛି, ତମମାନେ ଏ ସବୁ ପଜ କରି ପଢିପାରିବ। ମୁଁ ତମକୁ ଡିଟେଲରେ ଖାଲି କହିଦଉଛି। ଇମ୍ପ୍ଲିକେସନ୍ସ ଅଫ ଦ ଇନଫ୍ଲେସନ। ଇମ୍ପ୍ଲିକେସନ୍ସ କଣ ଅଛି ନା ଇରୋଜନ ଅଫ ପରଚେଜିଂ ପାୱାର। ଇନଫ୍ଲେସନ ହେଲେ କଣ ସବୁ ଆସିବ? ପରଚେଜିଂ ପାୱାର, ତମ ଦରମ ଯେତେବେଳେ ପ୍ରାଇସ୍ ଟା ବଢିଯିବ, ଦର ଦାମ ବଢିଯିବ, ତମେ ଯୋଉଟା 5 ଟଙ୍କାରେ କିଣୁଥିଲ ସେଇଟା ଦାମ 10 ହେଇଯିବ, ତାହେଲେ ତମର ପରଚେଜିଂ ପାୱାର କମିଗଲା ନା। ତମ ପାଖରେ ଆଉ ପଇସା ନାହିଁ। 10 ଟଙ୍କା ଏବେ 20ଟା ଜିନିଷ ନେଇଥାନ୍ତେ, ଏବେ 10ଟା ଜିନିଷ ନବ ତମେ ନା ନାଇଁ। ହାଇ ଇନଫ୍ଲେସନ ଲିଡ୍ସ ଟୁ ରିଡ୍ୟୁସ ଦ ପରଚେଜିଂ ପାୱାର ଆଜ ରାଇଜିଂ ପ୍ରାଇସେସ୍ ଡିମିନିଶ ଦ ଭ୍ୟାଲୁ ଅଫ ମନି। ମନିର ଭ୍ୟାଲୁ କମିଯିବ ହେଲା। Then redistribution of income. Inflation can distort income redistribution by benefiting borrowers while harming lenders. ହେଲା। This dynamic creates inequalities in the wealth and alters economic behavior among social segment. ଆମର ପଇସା ଯେତେବେଳେ ଡିଷ୍ଟ୍ରିବ୍ୟୁସନ ଟା ସେ ବି କମିଯିବ ହେଲା। ଯେତେବେଳେ କଣ କରିବ ବରୋର ହ୍ୱାଇଲ ହାର୍ମିଂ ଲେଣ୍ଡର, ବେନିଫିଟ୍ସ ବରୋର ଯେ ସବୁ ନେଇଥିବେ ପଇସା, ତାପରେ କଣ ହେଲା ତମର ଯେତେବେଳେ 10 ଟଙ୍କାର ଦାମ ଟା ଏବେ କମି ଯାଉଛି, ସେ 10 ଟଙ୍କାରେ ଯାହା କାମ କରିପାରିଥାନ୍ତା ଏବେ ତା ଦାମ ଟା 20 ଟଙ୍କାରେ କରୁଛି, ତାହେଲେ ଯେ ଦଉଛି ତାର ଭ୍ୟାଲୁ ଟା କମିଗଲା ନା ନାଇଁ। ଲସ୍ ଅଫ ବିଜନେସ କନଫିଡେନ୍ସ। ଏସ୍କାଲେଟିଂ ଇନଫ୍ଲେସନ କ୍ରିଏଟ ଇନସର୍ଟନିଟି। ଯେତେବେଳେ ଇନଫ୍ଲେସନ ବହୁତ ବଢିଯିବ ନା, ସେତେବେଳେ କନଫିଡେନ୍ସ ବିଜନେସ ଉପରେ କମିଯିବ। ଡିଟରିଂ ଇନଭେଷ୍ଟମେଣ୍ଟ ଏକ୍ସପେଣ୍ଡିଚର ବିଜନେସ ଅପରେସନ୍ସ। ଫାର୍ମସ ମେ ଡିଲେ କ୍ୟାପିଟାଲ ଏକ୍ସପେଣ୍ଡିଚର ହିଣ୍ଡରିଂ ଗ୍ରୋଥ ଆଣ୍ଡ ପରଫରମାନ୍ସ ଇନ୍ ବ୍ରଡର ଇକୋନୋମି। ତ ସେ ସବୁ ଆମର ଇକୋନୋମି ଉପରେ ପ୍ରଭାବ ପକେଇବ। ଏ ସବୁ ହେଲା ଇନଫ୍ଲେସନ ର ଇମ୍ପ୍ଲିକେସନ। ଏକ୍ସାମ ରେ ପୁରା ଏମିତି ସର୍ଟ କୋଶ୍ଚିନ୍ ଆସୁଛି, ଗୋଟେ ଗୋଟେ ଲାଇନ ରେ ଆସିଥିବ, ଦେଖିବ କେତେ ଥର ଏ କୋଶ୍ଚିନ୍ ଆସିଛି ହେଲା। ଯୋଉମାନେ ଓପିଏସସି ୟୁପିଏସସି ପାଇଁ ଦଉଛନ୍ତି, ଟପିକ ବହୁତ ଇମ୍ପୋର୍ଟାଣ୍ଟ। ଇଣ୍ଟରାକ୍ସନ ଅଫ ନ୍ୟାସନାଲ ଇନକମ ଆଣ୍ଡ ଇନଫ୍ଲେସନ। Effects on economic performance. The interplay between national income and inflation signifies influence economic performance. Rising income can drive inflation. ତମର ଯେତେବେଳେ ଇନକମ୍ ବଢିବ, ଇନଫ୍ଲେସନ ବଢିବ, while excessive inflation may stifle growth through reduced consumer confidence and spending. ତାହେଲେ ଫାଷ୍ଟ ପଇସା ବଢି 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 ଆସିବ ନା, ଲୋକମାନେ ଇନଫ୍ଲେସନ ବଢି 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 ଚାଲିବେ।
କାରଣ ତ ସମସ୍ତଙ୍କ ପାଖରେ ପଇସା ହେଲା, ସମସ୍ତେ ସେ ଜିନିଷ କିଣିବାକୁ ଚলে, ଜିନିଷ ଦାମ ବଢି ବଢି ଚାଲିବ ନା ନାଇଁ? ସେ ଜାଗାରେ ଇନଫ୍ଲେସନ ଆସିବ। ରୋଲ ଅଫ ମନି ଇନ ଇନଫ୍ଲେସନ ଡାଇନାମିକ୍ସ, ଯେତେବେଳେ ମାର୍କେଟ ପଇସା ବହୁତ ଆସିବ, ଚେଞ୍ଜ ଇନ ଦ ମନି ସପ୍ଲାଇ ଡାଇରେକ୍ଟଲି ଇମ୍ପାକ୍ଟ ଇନଫ୍ଲେସନ ରେଟ୍ସ। An influx of money can elevate demand, thereby triggering inflation pressure, necessitating careful monetary policy management. ତ ମନିଟାରୀ ପଲିସି ଏଠି କଣ ରୋଲ ପ୍ଲେ କରେ? ମାର୍କେଟରେ ଯେତେବେଳେ ମନି ନାହିଁ, ମାର୍କେଟରେ ପଇସା ନାହିଁ, ଲୋକମାନେ ପାଉନାହାନ୍ତି, ସେତେବେଳେ ଆରବିଆଇ ପୁଶ କରିବ ଇଏକୁ ଟିକେ କମ ପଇସା କରାଯାଉ। ଏବେ ଯେମିତି ରେପୋ ରେଟ୍ ଆରବିଆଇ କମେଇଛି, କଣ ପାଇଁ? ମାର୍କେଟରେ ପଇସା ଆହୁରି ଲୋକ ଶସ୍ତାରେ ଲୋନ୍ ମିଳିବ। ଲୋନ୍ ଟା ଯଦି 10% କମି ଆସି 9%, ଲୋକମାନେ ଅଧିକା ଲୋନ୍ ନେବେ, ଲୋନ୍ ନେଇକି ଅଧିକା ସାମାନ କିଣିବେ, ଇଏ ସବୁ କଣ କରିବ? ଇନଫ୍ଲେସନକୁ ବଢେଇ ବଢେଇ ଚାଲିବ। ବୁଝିପାରୁଛ? Influence of banking on national income. Banking system role in transaction. The banking system facilitate transactions, influences credit availability and help regulate the money supply. ଯାହା ମୁଁ ତମକୁ କହୁଥିଲି ଏବେ। Impact of interest rates on income. Interest rate ଯେତେବେଳେ ତମର କଣ କରିବ? ଅ, କମ ହବ, ସେତେବେଳେ ଆମର ନ୍ୟାସନାଲ ଇନକମ୍ ଇନଫ୍ଲୁଏନ୍ସ ବାଇ ସେଣ୍ଟ୍ରାଲ ବ୍ୟାଙ୍କ ପଲିସିଜ ଆଫେକ୍ଟେଡ ବୋରୋଇଂ କଷ୍ଟ ଆଣ୍ଡ ଇନଭେଷ୍ଟମେଣ୍ଟ ଡିସିଜନ। ଯେତେବେଳେ କମ ହବ ଇଣ୍ଟରେଷ୍ଟ, ଲୋକମାନେ ଅଧିକା ବରୋ କରିବେ। ଫ୍ଲକ୍ଚୁଏସନ ଇନ ରେଟ୍ସ କ୍ୟାନ୍ ଡାଇରେକ୍ଟଲି ଅଲ୍ଟର କନଜ୍ୟୁମର ସ୍ପେଣ୍ଡିଂ। ଯଦି ବଢିଯିବ ତାହେଲେ କନଜ୍ୟୁମର ସ୍ପେଣ୍ଡିଂ କମ ହେଇଯିବ ନା ନାଇଁ? ଆଉ ବିଜନେସ ଇନଭେଷ୍ଟ ମଧ୍ୟ କମ ହେଇଯିବ, ଯାହାଫଳରେ ନ୍ୟାସନାଲ ଇନକମ୍ ବି କମ ହବ। ଲାଷ୍ଟ କୁ ପଢିବା ପଲିସି ଇମ୍ପ୍ଲିକେସନ ଆଣ୍ଡ ଇମ୍ପ୍ଲିକେସନ୍ସ ଟୁ ସୋସାଇଟି। ଇମ୍ପୋର୍ଟାନ୍ସ ଅଫ ମନିଟରିଂ ଇନଫ୍ଲେସନ୍ସ। Policy responses to inflation. Policymakers must closely monitor the inflation trends to implement appropriate response. ଯେତେବେଳେ ଇନଫ୍ଲେସନ ବଢି ଚାଲିଛି, ସେମାନେ obviously ଆମର ସବୁ ପଲିସି ମେକର ମାନେ ସେ ବିଷୟରେ ନଉଛନ୍ତି, ରୁଲ ନଉଛନ୍ତି, ସେମାନେ ଏହାକୁ କଣ୍ଟ୍ରୋଲ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଦେନ୍ ଷ୍ଟାବିଲାଇଜିଂ ଇକୋନୋମିକ ଫ୍ଲକ୍ଚୁଏସନ। ଯଦି ଇନଫ୍ଲେସନ ସେମିତି ବଢି 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 ଚାଲିବ, ତାହେଲେ ଯଦି କେହି ତା ପାଇଁ ରୋଲ ବା ତା ପାଇଁ କିଛି ଷ୍ଟାବିଲାଇଜ ତାକୁ ନ କରିବେ, କିଛି ମାର୍କେଟରେ ଇଏ ନ କରିବେ, କିଛି ତା ପାଇଁ କୌଣସି ଆକ୍ସନ ନ ନେବେ, ତାହେଲେ କଣ ହବ? blast କରିଯିବ ଇକୋନୋମି। Effective economic management requires tools stabilize fluctuations caused by inflation. Implementing counter cyclical policies can help mitigate adverse effect and maintain a balanced economy. ଗୋଟେ balance economy ପାଇଁ ଦରକାର ହେଲା। Enhancing national income accounting. Accurate measurement techniques, କଣ ସବୁ ଟେକ୍ନିକ୍ ଅଛି? Advance in data collection and analysis, improve the accuracy of national income accounting. These methods enable economists ଆମର ଡେଟା କଲେକ୍ସନ ସବୁ କଣ ହଉଛି ନ୍ୟାସନାଲ ଇନକମ୍, ସେ ସବୁ ଡେଟା ଯଦି ଆକୁରେଟ୍ ନ ହବ, ତାହେଲେ ଆମେ ଠିକ ସେ ମେଜରମେଣ୍ଟ କରିପାରିବାନି, ଠିକ ସେ ଡିସିସନ ନେଇପାରିବାନି। ଆଜିକାଲି ଏଆଇ ଇଏ ସବୁ ଆସିଲାଣି। ଆ, ଏବେ ସବୁ କଣ, ଆଗରୁ ସବୁ ପେପର ପେନ୍ ହଉଥିଲା, ଏବେ ସବୁ ଡେଟା ସାଙ୍ଗେ ସାଙ୍ଗେ ସମସ୍ତଙ୍କ ପାଖରେ ଆଭେଲେବୁଲ ହେଇପାରୁଛି ନା ନାଇଁ? ତ ଗଭର୍ଣ୍ଣମେଣ୍ଟକୁ ଡାଟା ନେବା ପାଇଁ ଇଜି ହଉଛି। ରୋଲ ଅଫ ଷ୍ଟାଟିଷ୍ଟିକାଲ ଏଜେନ୍ସିଜ। ଏ ଷ୍ଟାଟିଷ୍ଟିକାଲ ଏଜେନ୍ସିଜ କଣ କରୁଛନ୍ତି? ଏ ସବୁ ଡେଟାରେ ଖେଳୁଛନ୍ତି। ସବୁ ଇନକମ୍ ଡେଟା, ସବୁ ଡେଟା ସବୁ ନେଇକରି ଏମାନେ ପଲିସି ଫର୍ମେସନ ଆଣ୍ଡ ଇକୋନୋମିକ ପ୍ଲାନିଂ କରୁଛନ୍ତି। ଓକେ, ଇଏ ଥିଲା ତମର ଇକୋନୋମିକ କନସେପ୍ଟ। ଓକେ, ଏଇଟା ଲାଷ୍ଟ ସମରି ମୁଁ ଲେଖିଛି। ଫଣ୍ଡାମେଣ୍ଟାଲ ଥିଓରି ଆଣ୍ଡ ରିଲେସନସିପ ଅଣ୍ଡରଷ୍ଟାଣ୍ଡିଂ କି ଇକୋନୋମିକ କନସେପ୍ଟ ପ୍ରୋଭାଇଡ୍ସ ଇନସାଇଟ୍ ଇନଟୁ ହାଉ ଡିଫରେଣ୍ଟ କମ୍ପୋନେଣ୍ଟସ ଇଣ୍ଟରାକ୍ଟ ଇନ୍ ଇକୋନୋମି। ଏଇ ଯୋଉ ସବୁ କନସେପ୍ଟ ପଢିଲ, ସେ ସବୁ କେମିତି ଇକୋନୋମିରେ ଆମର ରୋଲ ପ୍ଲେ କରୁଛନ୍ତି, ସେ ବିଷୟରେ ଆମେ ସବୁ ଆଜି ଡିଟେଲ ପଢିଲେ। ଓକେ, ତାପରେ ଫ୍ୟୁଚର ପର୍ସପେକ୍ଟିଭ୍ସ, ଇଏ ସବୁ ଇକୋନୋମିକ ଚ୍ୟାଲେଞ୍ଜେସ୍ କଣ, ଇମ୍ପୋର୍ଟାନ୍ସ ଅଫ କଣ୍ଟିନ୍ୟୁଡ ରିସର୍ଚ୍ଚ ଆଣ୍ଡ ମନିଟରିଂ, ଇଏ ସବୁ ଯଦି ଆମେ ଦେଖିବା କି ଏ ସବୁ ପଢିଲେ, ଏ ସବୁ ବିଷୟରେ ଅଧିକ ନଲେଜ ହେଲେ, ମାକ୍ରୋ ଇକୋନୋମିକ ନଲେଜ ହେଲେ ତମେ ଜାଣିପାରିବ କି କଣ ସବୁ ପ୍ରସ୍ପେକ୍ଟିଭ ଆସୁଛି, କଣ ନାହିଁ। ଓକେ, ଇଏ ସବୁ ଯେତେବେଳେ ତମର ଏକ୍ସାମ ରେ ପଡିବ, କୋଶ୍ଚିନ୍ ସବୁ ଆନାଲାଇଜ, ଇସ୍ୟୁ ଆନାଲିସିସ୍, ସେ ସବୁ ବିଷୟରେ ଏ ସବୁ ଟପିକ୍ସ କାମ ଆସିବ। ଓକେ, ଆମେ ନେକ୍ସଟ ଟପିକ୍ସ ରେ ଆଉ ସବୁ ଅଲଗା ଟର୍ମସ ଇକୋନୋମି ବିଷୟରେ ଅଲଗା ଚାପ୍ଟର ସବୁ ପଢିବା। ଓକେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ୍ସ ଫର ୱାଚିଂ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲଟି ସବସ୍କ୍ରାଇବ ନ କରିଥିଲେ ସବସ୍କ୍ରାଇବ କରନ୍ତୁ, ଆଉ ସାଙ୍ଗମାନଙ୍କ ମଧ୍ୟରେ ସେୟାର କରନ୍ତୁ। ଥ୍ୟାଙ୍କ ୟୁ।